ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ପିଲା, ସେକେଣ୍ଡ ଇୟର ଆର୍ଟ ସାଇନ୍ସ କମର୍ସ। ତ ଆର୍ଟ ସାଇନ୍ସ କମର୍ସ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ MCQ କ୍ୱେଶ୍ଚିନ୍ ଆନ୍ସର। ତ ପିଲାମାନେ MCQ ଯେହେତୁ ବହୁତ ଗୁରୁତ୍ୱପୂର୍ଣ୍ଣ, ତ MCQ କ୍ୱେଶ୍ଚିନ୍ ଆନ୍ସର ନେଇ ଆସିଛି। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ବଡ଼ ପଡ଼ର ସବୁ MCQ ପ୍ରଶ୍ନ ନେଇ ଆସିଛି। ଚାଲ ଆମେ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି, 2024 ଆର୍ଟ୍ସ ପଡ଼ିଥିଲା। କାହା ଭଳି ଧନକୁ ଜଗି ରହିବା ନିଷ୍ଫଳ? ଯକ୍ଷ, କୁବେର, ଧନୀ, କ'ଣ ଶୁଣ୍ଢି। କାହା ଭଳିଆ ପିଲାମାନେ ରହିବା ନିଷ୍ଫଳ? ନା ଯକ୍ଷ। କାହା ଭଳି? ନା ଯକ୍ଷ ଭଳି ରହିବା ନିଷ୍ଫଳ। ନେକ୍ସଟ, ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? କର ଆଦାୟ କରି, ବିଦେଶୀ ବନ୍ଧୁକ ଦେଖାଇ, ବେତମାଡ଼ ଦେଇ, ବନ୍ଦୀ କରି। କେମିତି ପିଲାମାନେ ଦରବାରରେ ରାଜାମାନେ ପ୍ରଜାମାନଙ୍କୁ ନା ବିଦେଶୀ ବନ୍ଧୁକ ଦେଖାଇ। କିପରି? ନା ବିଦେଶୀ ବନ୍ଧୁକ ଦେଖାଇ। ନେକ୍ସଟ, କ'ଣ ପାଇଁ ବିଧାତା ଧର୍ମରୂପକ ପୋତଟିଏ ଗଢ଼ିଛନ୍ତି? ଧର୍ମ ପ୍ରଚାର ପାଇଁ, ସଂସାର ବାରିଧିକୁ ଅତିକ୍ରମ କରିବା ପାଇଁ, ବିଧର୍ମୀମାନଙ୍କୁ ଧର୍ମ ସମ୍ପର୍କରେ ସଚେତନ କରିବା ପାଇଁ, ରାଜ୍ୟ ଶାସନ କରିବା ପାଇଁ। କିପରି ପିଲାମାନେ? ନା ସଂସାର ବାରିଧିକୁ ଅତିକ୍ରମ କରିବା ପାଇଁ। ନେକ୍ସଟ, ବହ୍ନି ଶିକ୍ଷା ପରି ଊର୍ଦ୍ଧ୍ୱଗାମୀ କିଏ ଥିଲେ? ସାମନ୍ତ ଚନ୍ଦ୍ରଶେଖର, ଉତ୍କଳର ଗଜପତି, ଉତ୍କଳର ସେନାପତି, ବକ୍ସି ଜଗବନ୍ଧୁ। କ'ଣ ହବ? ନା ଉତ୍କଳର ଗଜପତି। ବହ୍ନି ଶିକ୍ଷା ପରି ଊର୍ଦ୍ଧ୍ୱଗାମୀ କିଏ ଥିଲେ? ନା ଉତ୍କଳର ଗଜପତି। ନେକ୍ସଟ, କବିଙ୍କ ସମୟରେ ରାଜା ପ୍ରଜାଙ୍କ ସମ୍ପର୍କ କିପରି ଥିଲା? ସୁଆସାରୀ ପରି, ବାଜପାରା ପରି, ସିଂହ ଶାସକ ପରି, ପିତା ପୁତ୍ର ପରି। କିପରି? ନା କବି ରାଜା ପ୍ରଜାଙ୍କ ସମ୍ପର୍କ କିପରି ଥିଲା? ନା ବାଜାପାରା ପରି। ନେକ୍ସଟ, ଜନ୍ମାନୁସାରେ ସଂସାରରେ ପାଇଥିବା ବଡ଼ କିପରି ଚିରସ୍ଥାୟୀ କରିହେବ ବୋଲି କହିଛନ୍ତି? ପିଲାମାନେ କର୍ମ ବଳରେ, ନା ଧର୍ମ ବଳରେ, ଅର୍ଥ ବଳରେ, ନା ଲୋକ ବଳରେ। କିପରି ପିଲାମାନେ? ନା ଚିରସ୍ଥାୟୀ କରି। ଜନ୍ମାନୁସାରେ ସଂସାରରେ ପାଇଥିବା ବଡ଼ପଣକୁ ଚିରସ୍ଥାୟୀ କରିହେବ ବୋଲି କହିଛନ୍ତି। କିପରି? ନା ଧର୍ମ ବଳରେ। ନେକ୍ସଟ ପିଲାମାନେ, କାହାକୁ କ୍ରୂର ଅବିଶ୍ୱାସୀ ବୋଲି କହିଛନ୍ତି? କାଳ, ମନୁଷ୍ୟ, ରାକ୍ଷସ, ହିଂସ୍ରଜନ୍ତୁ। କାହାକୁ କହିଛନ୍ତି? ନା କାଳ। କାହାକୁ? ନା କାଳକୁ କହିଛନ୍ତି କ୍ରୂର ଅବିଶ୍ୱାସୀ। ନେକ୍ସଟ, କ୍ୱେଶ୍ଚିନ୍ କ'ଣ ଦେଲା? ତୁମର ଉଦାର ପିତୃଗଣ ରାଜ୍ୟକୁ କିପରି ମଣୁଥିଲେ? ଉଦାର ପିତୃଗଣ ରାଜ୍ୟକୁ କିପରି ମଣୁଥିଲେ? ଏକ ଘର, ଏକ ସାହି, ଏକ ପ୍ରତିବେଶୀ, ନା ଏକ ପରିବାର। କିପରି? ନା ଏକ ପରିବାର। ନେକ୍ସଟ, କିଏ ଖଳକଣ୍ଠ କାନକୁହା ହୋଇଛନ୍ତି ବୋଲି ବର୍ଣ୍ଣିତ? ମନ୍ତ୍ରୀ, ସେନାପତି, ବିଦୂଷକ, ପାରିଷଦ। କିଏ? ନା ମନ୍ତ୍ରୀ। ନେକ୍ସଟ, ଦୂରବାର୍ତ୍ତା ଜାଣି ହସୁଥିବା ବ୍ୟକ୍ତିର ପଛରେ କିଏ ଆସି ଲୁଚି ବସି ହସୁଥାଏ? ନୀତି, କାଳ, ଭୟ, ଅସହାୟତା। କିଏ? ନା କାଳ। କିଏ? ନା କାଳ ଆସି ବସି ହସୁଥାଏ। ନେକ୍ସଟ କ'ଣ ଦେଲା? ନା ପୂର୍ବପୁରୁଷର କ'ଣ ବିକି ଭାଙ୍ଗି କେତେ କାଳ ଖାଉଥିବ ବୋଲି କହିଛନ୍ତି? ଅସରନ୍ତି କୀର୍ତ୍ତି, ପ୍ରଚଣ୍ଡ ବୀରତ୍ୱ, ବିଶାଳ ପ୍ରତିଷ୍ଠା, ଅପରିମିତ ଶୌର୍ଯ୍ୟ। କିପରି ପିଲାମାନେ? ନା ବିଶାଳ ପ୍ରତିଷ୍ଠା। କିପରି? ନା ବିଶାଳ ପ୍ରତିଷ୍ଠା। ନେକ୍ସଟ,
ଜିଣିବାକୁ ଆଉ ଧରାଖଣ୍ଡ ନାହିଁ ଏକଥା କିଏ କହିଥିଲେ? କପିଳେନ୍ଦ୍ର ଦେବ ନା ଅଶୋକ, ଆଲେକଜାଣ୍ଡର ନା ଖାରବେଳ? କିଏ କହିଥିଲେ? ନା ଆଲେକଜାଣ୍ଡର। ନେକ୍ସଟ, ଗୋଷ୍ଠୀମୁଖେ ଢାଳି ଯଜ୍ଞ କୁଣ୍ଡ ଘୃତ। ଏଠାରେ ଗୋଷ୍ଠୀର ଅର୍ଥ କଣ? ହୋମକୁଣ୍ଡ, ଚୁଲି, ଘୁଷୁରୀ, ଗାଈ। କଣ ହବ? ନା ହବ କଣ? ନା ଘୁଷୁରୀ। କଣ? ନା ଘୁଷୁରୀ। ନେକ୍ସଟ, ଆୟୁ ବଢିବା ସହିତ ବ୍ୟକ୍ତିର କଣ ବଢିଯାଏ? ରୋଗ, ଦୁଃଖ, ମାୟା, କୁଟୁମ୍ବ। କଣ? ନା ମାୟା। ନେକ୍ସଟ, ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ୱ କଣ ଥିଲା? ଧନ ସମ୍ପତ୍ତି, ସୁନା, ଗନ୍ତାଘର, ସୈନ୍ୟ ସାମନ୍ତ। କଣ ଥିଲା? ନା ଗନ୍ତାଘର। ନେକ୍ସଟ, ଦୁଃଖୀ ରଙ୍କିଙ୍କୁ ଶୋଷଣ କରି ରାଜାମାନେ ବିଦେଶକୁ କଣ ଖୁଆଉଥିଲେ? ଘିଅ ଅଟା, ଛାଗମୁଣ୍ଡା, କୁକୁଟାଣ୍ଡ, ଖୁଦଗୁଣ୍ଡ। କଣ ପିଲାମାନେ? ନା କୁକୁଟାଣ୍ଡ। କଣ? ନା କୁକୁଟାଣ୍ଡ। ନେକ୍ସଟ, ଧନ ଅର୍ଜନର ସଫଳତା କେଉଁଠି ଥାଏ? ଖାଇ ପିଇ ଆରାମ କରିବାରେ, ବ୍ୟସନରେ ବ୍ୟୟ କରିବାରେ, ସୁବ୍ୟୟରେ, ଅନ୍ୟକୁ ଦାନ କରିବାରେ। କିପରି? ନା ସୁବ୍ୟୟରେ। ନେକ୍ସଟ, ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି ମଣିଷ ଜୀବନରୁ କଣ ସରିଯାଏ? ବଳ, ଆୟୁ, ଧନ, ଯୌବନ। କଣ ସରିଯାଏ ପିଲାମାନେ? ନା ଆୟୁ। କଣ? ନା ଆୟୁ ସରିଯାଏ। ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି ମଣିଷ ଶରୀରର ଆୟୁ। ଲୋଭ, ମଦ, ତେଜି କେଉଁ ଗୁଣ ଭଜିବା ପାଇଁ କବି ବର୍ଣ୍ଣନା କରିଛନ୍ତି? ମହତ୍ ଗୁଣ, ରଜଗୁଣ, ତମ ଗୁଣ, ସତ୍ୱ ଗୁଣ। କୋଉ ଗୁଣ ପିଲାମାନେ? ନା ସତ୍ୱ ଗୁଣ। ନେକ୍ସଟ, କେଉଁମାନଙ୍କର ବିଶାଳ ପ୍ରତିଷ୍ଠା ବିକି ଭାଙ୍ଗି ଖାଉଥିବାର କଥା କୁହାଯାଇଛି? ରାଜାଙ୍କର, ପୂର୍ବପୁରୁଷଙ୍କର, ଶାସକଙ୍କର ନା ଉତ୍କଳ ବାସୀଙ୍କର? କାହାର ପିଲାମାନେ? ନା ପୂର୍ବପୁରୁଷଙ୍କର। କାହାର? ନା ପୂର୍ବପୁରୁଷଙ୍କର। ନେକ୍ସଟ, ଅଧୋଗତିକୁ କାହା ସହିତ ତୁଳନା କରାଯାଇଛି? ଜଳଧାରା, ଉଲ୍କାପାତ, ବାୟୁଚଳନ, ଭୂସ୍ଖଳନ। କାହାକୁ କିପରି ବର୍ଣ୍ଣନା କରାଯାଇଛି ପିଲାମାନେ? ନା ଜଳଧାରା ପରି। ନେକ୍ସଟ, କାହାକୁ ପ୍ରଜାଧନ ବୁହା ବୋଲି କୁହାଯାଇଛି? ବିଦେଶୀ, ପିତୃଗଣ, ରାଜଧର୍ମ, ମନ୍ତ୍ରିମଣ୍ଡଳ। କାହାକୁ ପିଲାମାନେ? ନା ରାଜଧର୍ମ। କାହାକୁ? ନା ରାଜଧର୍ମ। ନେକ୍ସଟ, ସଂସାର ବାରିଧି ତରିବାକୁ ବିଧି କଣ ଗଢ଼ିଛନ୍ତି? ଧର୍ମପୋତ, କର୍ମପୋତ, ଭକ୍ତିପୋତ, ଜ୍ଞାନପୋତ। କଣ ହବ ପିଲାମାନେ? ନା ଧର୍ମପୋତ। କଣ? ନା ଧର୍ମପୋତ। ନେକ୍ସଟ, ପାପର୍ଜିତ ଧନରେ କଣ ଅର୍ଜନ କରୁଛ ବୋଲି କୁହାଯାଇଛି? ପୁଣ୍ୟ, ପାପ, ଧର୍ମ, ଯଶ। କଣ? ନା ପାପ ଅର୍ଜନ ଧନରେ ପାପ ଅର୍ଜନ କରୁଛୁ ବୋଲି କୁହାଯାଇଛି। ନେକ୍ସଟ, ପଠିତ କବିତାରେ ଉଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ କେଶରୀ ଅନୁସରୁ ଜନ୍ମିତ କଣ ବୋଲି ଆକ୍ଷେପ କରାଯାଇଛି? ଶ୍ୱାନ, ବାଘ, ହାତୀ, ସିଂହ। କଣ ପିଲାମାନେ? ନା ଶ୍ୱାନ। କଣ? ନା ଶ୍ୱାନ। ନେକ୍ସଟ, କେଶରୀ ଓରସେ ତୁମ୍ଭେ ସିନା ଶ୍ୱାନ ଏହା କାହାକୁ କୁହାଯାଇଛି? ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ, ସାମନ୍ତ ଚନ୍ଦ୍ରଶେଖରଙ୍କୁ, ଇଂରେଜ ସାହେବଙ୍କୁ, କବି ରାଧାନାଥଙ୍କୁ। କାହାକୁ କୁହାଯାଇଛି? ନା ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ। ନେକ୍ସଟ, ଆଚମ୍ବିତେ କିଆସି କିଏ ହାବୁଡ଼ି ଯିବ? ଶୃଗାଳ, କାଳ, ଶ୍ୱାନ, ଶକୁନି। କିଏ ପିଲାମାନେ? ନା କାଳ। କିଏ? ନା ଆଚମ୍ବିତେ ଆସି କାଳ ହାବୁଡ଼ି ଯିବ। ନେକ୍ସଟ, ଉତ୍କଳ ସ୍ୱାମୀଙ୍କର ବଂଶଧର ହୋଇ ମଧ୍ୟ ତାଙ୍କର ଗତି କିପରି ହୋଇଛି ବୋଲି କବି ବର୍ଣ୍ଣନା କରିଛନ୍ତି? ସୂର୍ଯ୍ୟରଶ୍ମି ପରି, ଜଳଧାରା ପରି, ସୂର୍ଯ୍ୟକିରଣ ପରି, ଶିଶୁର ବିନ୍ଦୁ ପରି। କଣ ହବ? ନା ଜଳଧାରା। କଣ? ନା ଜଳଧାରା ପରି। ନେକ୍ସଟ, ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ଉକ୍ତିଟି କାହାର? ଉତ୍କଳର ଗଜପତି, ବିଶ୍ୱବିଜୟ, ଆଲେକଜାଣ୍ଡର, ସାମନ୍ତ ଚନ୍ଦ୍ରଶେଖର, ଜଣେ ସାଧାରଣ ପ୍ରଜା। କାହାର? ନା ବିଶ୍ୱବିଜୟ ଆଲେକଜାଣ୍ଡର। ନେକ୍ସଟ, ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ? ଧନ ଦାନ କରି, ଶାସନ କରି, ବାତ୍ସଲ୍ୟରେ, ଭୟ ଦେଖାଇ। କିପରି ପିଲାମାନେ? ନା
ବାତ୍ସଲ୍ୟରେ। କିପରି ନା ବାତ୍ସଲ୍ୟରେ। ନେକ୍ସଟ, ଆୟୁ ବଢିଗଲେ ଜୀବନରେ ମାୟାର ପ୍ରଭାବ କିପରି ବୋଲି କବି କହିଛନ୍ତି? ଛାୟା ପରି ବଢିଯାଏ ନା ବ୍ୟକ୍ତି ବିଲିପ୍ତ ହୋଇଥାଏ, ମାୟାର ଆକର୍ଷଣ ରହେ ନାହିଁ, ନା ମାୟା କମିଯାଏ। କିପରି ପିଲାମାନେ? ନା ହେଇଯିବ ତମର କଣ ହେଇଯିବ ନା ଛାୟା ପରି କଣ ନା ବଢିଯାଏ। ନେକ୍ସଟ, କବି ରାଧାନାଥ ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣକୁ ପରମ ଉଦାର ବୋଲି କାହିଁକି କହିଛନ୍ତି? ସେମାନେ ସୁଶାସକ ଥିଲେ, ଶକ୍ତିଶାଳୀ ଯୋଦ୍ଧା ଥିଲେ, ରାଜ୍ୟକୁ ଏକ ପରିବାର ମନେ କରୁଥିଲେ, ଦୋଷୀ ପ୍ରଜାକୁ ଦଣ୍ଡ ଦେଉନଥିଲେ। କଣ ଥିଲେ? ରାଜ୍ୟକୁ ଏକ ପରିବାର ମନେ କରୁଥିଲେ। ନେକ୍ସଟ, ରାଜାମାନେ କିପରି ନିଜର ମାଲଖାନ ପୂର୍ଣ୍ଣ କରୁଥିଲେ? ପ୍ରଜାମାନଙ୍କ ଧନ ଅପହରଣ କରି, ଜରିମାନା କରି, ବ୍ରିଟିଶରଙ୍କ ଠାରୁ କରଜ ଆଣି, ଭୂ ସମ୍ପତ୍ତି ବିକ୍ରି କରି। କିପରି ପିଲାମାନେ? ତା ଜରିମାନା କରି। ନେକ୍ସଟ, ବିଶ୍ୱବିଜୟୀ ଆଲେକଜାଣ୍ଡର ସମୁଦ୍ର କୂଳରେ ପହଞ୍ଚି କାହିଁକି କାନ୍ଦି ପକାଇଥିଲେ? ଯୁଦ୍ଧ କରି କ୍ଳାନ୍ତ ହୋଇଯାଇଥିବାରୁ, ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ, ପୁରୁଙ୍କ ସହିତ ହାରିଯିବାରୁ, ରୋଗଗ୍ରସ୍ତ ହୋଇଯିବାରୁ। କଣ ପାଇଁ? ନା ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ। ଶେଷ କ୍ୱେଶ୍ଚିନ୍, ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେକରି ଯେ ହସୁଥାଏ, ତାର କିପରି ଗତି ଘଟେ? ହସି ହସି ମୃତ୍ୟୁ ତା ପଛରେ ଆସି ବସିଯାଏ, ତା ଜୀବନ ଦୀର୍ଘସ୍ଥାୟୀ ହୋଇଥାଏ, ମୃତ୍ୟୁ ଭୟ ଲୋପ ପାଏ, ଆନନ୍ଦରେ ରହେ। କିପରି ହୁଏ? ତା ହସି ହସି ମୃତ୍ୟୁ ତା ପଛରେ ଆସି ବସିଯାଏ। ତ ପିଲାମାନେ ବଡ ସବୁ MCQ କ୍ୱେଶ୍ଚିନ୍ ଆଲୋଚନା ସରିଲା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦବ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।